ସ୍କୁଲରୁ ଆଜି ଝିଅ ଆସିକି କହିଲା ମାମା ଆଜି କ'ଣ ରୋଷେଇ କରୁଛି କହିଲେ ଏତେ ବଢ଼ିଆ ବାସ୍ନା ହେଉଛି। ତ ମୁଁ କହିଲି ଦେଖେ ମୁଁ ଆଜି କ'ଣ ବନଉଛି। ଆପଣମାନେ ବି ଏଇଟାକୁ ଯଦି ଏମିତି ବନେଇକି ଖାଆନ୍ତି ନା ପାଟିରେ ପୁରା ସ୍ୱାଦ ଆପଣମାନେ ବିଲକୁଲ ବି ଭୁଲି ପାରିବେନି। ତା ଭିତରେ ଆମର ଯେହେତୁ ହିଙ୍ଗୁଳା ଯାତ୍ରା ଚାଲି ଆସିଲାଣି ତ ସବୁ ଜାଇ ମାନେ ଦେଶୀ ଜିନିଷ ସବୁ ଭଜାଭଜି କରିକି ରଖାଯିବ। ଯେହେତୁ ଆମର ଏଇନା 8 ଦିନ ପର୍ଯ୍ୟନ୍ତ ଘରେ ଆଇଁଷ ପଶିବ ନାହିଁ। ତ ସେଥିପାଇଁ ଏଠି ଯେହେତୁ ସବୁ ପ୍ରକାର ଡାଲି ଭଜା ହେଉଥିଲା ତ ଟାଇମ୍ ହେଲାନି ରୋଷେଇ କରିବା ପାଇଁ। ଆଜି ଆମେ ଭାବିଛୁ ପୁରା ପଖାଳ ବନେଇ ଦେଇଛୁ। ଆଜି ପଖାଳ ସହିତ ଏମିତି ଗୋଟେ ଜବରଦସ୍ତ ଚୋଖାଟି ବନେଇବ ଆଉ ଖାଇବ। ଆପଣମାନେ ବି ଏମିତି ବନାନ୍ତୁ ଖାଆନ୍ତୁ, ଟେଷ୍ଟ କିନ୍ତୁ ବହୁତ ବଢ଼ିଆ। କିନ୍ତୁ କଣ୍ଟା ଫଳକୁ ପୋଡ଼ିଲା ବେଳେ ତା ପୋକଟାକୁ ଖୋଲିବାକୁ ବିଲକୁଲ ବି ଭୁଲିବେନି, ନାହିଁ ତ ପୋକ ବି ଛେଚିକି ଖାଇଦେବେ ଆପଣମାନେ। ତେଣୁକରି ସେଥିପ୍ରତି ଧ୍ୟାନ ଦେବେ। ଦେନ୍ ଏପଟେ ବଢ଼ିଆସେ ଲୁଣ ଦେଇକି ତାକୁ ବଢ଼ିଆସେ ଛେଚିଦେଲେ। ଏପଟେ କଢ଼େଇରେ ତେଲ ଦେଲି, ପଞ୍ଚଫୁଟଣ ଦେଲି, ଶୁଖିଲା ଲଙ୍କା, ତା ସହିତ ପିଆଜ ଅଧିକ କରିକି ମନେ କରିକି ସେ ଟିକେ ବଢ଼ିଆସେ ଭାଜିଗଲା ପରେ ଆକୁ ସବୁ ଯେଉଁ ଛେଚିକି ରଖିଥିଲି ପକାଇଦେଲି, ଭୃଷଙ୍ଗ ପତ୍ର ଦେଲି। ତ ବାସ୍ନା ଏତେ ସୁନ୍ଦର ଆସୁଛି ଆପଣମାନେ ବନେଇ ଖାଇଲେ ହିଁ ଜାଣିପାରିବେ। ତ କଲର୍ ସହିତ ବାସ୍ନା ବି ବହୁତ ହି ବଢ଼ିଆ ଅଛି ଆଉ ଟେଷ୍ଟ ମଧ୍ୟ ଏକଦମ ବଢ଼ିଆ ଥିଲା। ଆପଣଙ୍କୁ କେମିତି କ'ଣ ଲାଗିଲା ନିଶ୍ଚିନ୍ତ ମୋତେ କମେଣ୍ଟ ଜଣାଏ। ଯଦି ରେସିପିଟି ଭଲ ଲାଗେ ଲାଇକ୍ଟେ